ସମସ୍ତଙ୍କୁ ଜୟ ଶ୍ରୀରାମ। ଚାଲନ୍ତୁ ଆଜି ଶୁଣିବା ବୀର ହନୁମାନ ବଜରଙ୍ଗବଲୀଙ୍କ ବିଷୟରେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଶୁଣିବା କେଉଁ ଦେବତା ହନୁମାନଙ୍କୁ ବର ଦେଇଥିଲେ। ବର ଦେଇଥିବା ଦେବତାମାନେ ହେଲେ, ପ୍ରଥମେ ଭଗବାନ ସୂର୍ଯ୍ୟ ନିଜର ତେଜକୁ ଦେଇଥିଲେ। ତାପରେ ଯମରାଜା ହନୁମାନଙ୍କୁ ବର ଦେଇଥିଲେ କି ସେ କେବେ ଜୀବନ ହାରିବେ ନାହିଁ। ତାପରେ କୁବେର ଦେଇଥିଲେ ହନୁମାନଙ୍କୁ ବରଦାନ କି ସେ ଯୁଦ୍ଧରେ କେବେ ବି ପରାସ୍ତ ହେବେ ନାହିଁ। ମହାଦେବ ଶିବଶଙ୍କର ଆଶୀର୍ବାଦ ଦେଇଥିଲେ କି କୌଣସି ଅସ୍ତ୍ର ତାଙ୍କୁ ମାରିପାରିବ ନାହିଁ। ଇନ୍ଦ୍ର ହନୁମାନଙ୍କୁ ବରଦାନ ଦେଇ କହିଥିଲେ, ବଜ୍ରରେ କେବେ ବି ତାଙ୍କର ଶରୀର ପ୍ରଭାବ ପଡ଼ିବ ନାହିଁ। ବ୍ରହ୍ମା ହନୁମାନଙ୍କୁ ବରଦାନ ଦେଇଥିଲେ କି ହନୁମାନ ଇଚ୍ଛା ଅନୁସାରେ ରୂପ ଧାରଣ କରିପାରିବେ। ତାପରେ ଏବେ ଶୁଣିବା ହନୁମାନ ବଜରଙ୍ଗବଲୀଙ୍କର 12ଗୋଟି ନାମ। ଏହି ନାମକୁ ଯଦି ପ୍ରତିଦିନ ଧରିବେ ତାହେଲେ କ'ଣ ହୋଇଥାଏ ତାହା ବି ଜାଣିବା। ପ୍ରଥମେ ଶୁଣିବା ହନୁମନ୍ତାୟ ନମଃ, ଅଞ୍ଜନି ପୁତ୍ରାୟ ନମଃ, ବାୟୁପୁତ୍ରାୟ ନମଃ, ବାୟୁବଲି ନମଃ, ରାମେଷ୍ଟାୟ ନମଃ, ଫାଲ୍ଗୁନାୟ ନମଃ, ପିଙ୍କାକ୍ଷାୟ ନମଃ, ଅମିତ ବିକ୍ରମାୟ ନମଃ, ଅଦିତି କ୍ରମାୟ ନମଃ, ସୀତାଶୋକ ବିନାଶକାୟ ନମଃ, ଲକ୍ଷ୍ମଣ ପ୍ରାଣଦାତାୟ ନମଃ, ଦଶଗ୍ରୀବ ଦର୍ପଣାୟ ନମଃ। ଏହି 12 ନାମକୁ ଦ୍ୱିପ୍ରହର ସମୟରେ ନାମ ଯଦି ନେଇପାରିବେ ତାହେଲେ ସେହି ବ୍ୟକ୍ତି ଧନବାନ ହୋଇଥାଏ। ସନ୍ଧ୍ୟା ସମୟରେ ଯଦି ହନୁମାନଙ୍କର ଏହି 12ଗୋଟି ନାମ ଯଦି ନେବେ ତାହେଲେ ପରିବାର ଭିତରେ ସୁଖ ଶାନ୍ତି ବଜାୟ ରହେ। ଯଦି ଏହି ହନୁମାନଙ୍କର 12ଗୋଟି ନାମ ରାତ୍ର ସମୟରେ ନିଅନ୍ତି ତାହେଲେ ଏହି 12ଗୋଟି ନାମ ବ୍ୟକ୍ତି ସବୁ କାର୍ଯ୍ୟରେ ବିଜୟୀ ହୋଇଥାଏ। ହନୁମାନ ରାମଚନ୍ଦ୍ରଙ୍କୁ କେବେ ବି ଆଶୀର୍ବାଦ ବା ବର ମାଗୁନଥିଲେ, କାହିଁକି ନା ରାମଙ୍କ ସେବା ହିଁ ହନୁମାନଙ୍କର ବରଦାନ ଥିଲା। ହନୁମାନ ଲଙ୍କାକୁ ଜଳାଇ ନଥିଲେ, ହନୁମାନ ତ ଲଙ୍କାର ରାବଣର ଅହଙ୍କାରକୁ ଜଳାଇଥିଲେ। ଏହି କଳିଯୁଗରେ ଅମୀର ବି କାନ୍ଦୁଥାଏ ଆଉ ଗରିବ ବି କାନ୍ଦୁଥାଏ। କିନ୍ତୁ ମଙ୍ଗଳବାର ଏବଂ ଶନିବାର ଦିନ ଯଦି ହନୁମାନଙ୍କ ପାଖରେ ରାତ୍ର ସମୟରେ ରାଶି ତେଲ ବା ଘିଅ ଦୀପରେ ଶ୍ରଦ୍ଧା ଭକ୍ତି ସହିତ ଦୀପଟିଏ ଅର୍ପଣ କରି ହନୁମାନଙ୍କର ମନ୍ତ୍ର ଜପ କରିବେ ତାହେଲେ ପରିବାରରେ ସୁଖ ଶାନ୍ତି, ଝଡ଼ ଝଞ୍ଜା ସବୁ ଚାଲିଯାଇ ସୁଖ ଶାନ୍ତି ଆସିଥାଏ। ହନୁମାନଙ୍କୁ ଯଦି ପାଇବାକୁ ଚାହୁଁଛନ୍ତି ତାହେଲେ ରାମ ରାମ ଜପ କରନ୍ତୁ। ଯୁଗ ଯୁଗରେ ହନୁମାନ ରାମଙ୍କ ସାଥିରେ ଅଛନ୍ତି। ଜୀବନ ରୂପକ ସାଗରରେ ରାମ ନାମର ଡଙ୍ଗାରେ ଅଛନ୍ତି। ହନୁମାନଙ୍କ ପାଖରେ ସମର୍ପଣ ହୋଇଯାଆନ୍ତୁ। ଡଙ୍ଗାରେ ବସି ପାର ହୋଇଯିବେ। ଭକ୍ତଙ୍କୁ ନିଶ୍ଚୟ ଡଙ୍ଗା ପାର କରାଇଦେବେ। ସେଥିପାଇଁ ହନୁମାନ ଜପ କରିବା ପୂର୍ବରୁ ରାମ ରାମ ଜପ କରନ୍ତୁ। ହନୁମାନ କେବେ ବି କହିନାହାନ୍ତି, ସବୁବେଳେ କହନ୍ତି ମୁଁ ରାମ ଭକ୍ତ, ମୁଁ ରାମଙ୍କର ଦାସ। ସେଥିପାଇଁ ତ ଆଜି ବୀର ହନୁମାନଙ୍କର ନାମ ଉଚ୍ଚରେ। ଯଦି ହନୁମାନଙ୍କର ଏହି 12ଗୋଟି ନାମ ଜପ କରିବେ, ହନୁମାନଙ୍କର ମନ୍ତ୍ର ଜପ କରିବେ, ମହାମନ୍ତ୍ର ଜପ କରିବେ ତାହେଲେ ପରିବାରରେ କେବେ ବି ଅଶାନ୍ତି ଦେଖାଦେବ ନାହିଁ ବା କାନ୍ଦିବାକୁ ପଡ଼ିବ ନାହିଁ। ଓଁ ହନୁମତାୟ ନମଃ ଏହି ମନ୍ତ୍ରକୁ ଯଦି ଜପ କରିବେ ତାହେଲେ ଉଜୁଡ଼ା ଘର ବସିଯାଏ, ଭାଙ୍ଗିଥିବା ସମ୍ପର୍କ ଯୋଡ଼ି ହୋଇଯାଏ, ଦୁଃଖ ଯନ୍ତ୍ରଣା ଦୂର ହୋଇଯାଏ ଏବଂ ପରିବାରରେ ସୁଖ ଶାନ୍ତି ଆସିଥାଏ। ଏହି କଳିଯୁଗରେ ପ୍ରଭୁ ହନୁମାନ ବୀର ବଜରଙ୍ଗବଲୀ ସ୍ୱୟଂ ଅଛନ୍ତି, କିନ୍ତୁ ଆମେ ଖାଲି ଆଖିରେ ଦେଖିପାରୁନାହୁଁ। କିନ୍ତୁ ଯଦି ଶ୍ରଦ୍ଧା ଭକ୍ତି ସହିତ ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ଦୀପଟିଏ ଜାଳି ତାଙ୍କୁ ସମର୍ପଣ କରିବେ ଆଉ ଆଶୀର୍ବାଦ ମାଗିବେ, ଦେଖିବେ କିଛି ଦିନ ପରେ କିଛି ତ ଅନୁଭବ ନିଶ୍ଚୟ କରାଇବେ। ଯଦି ହନୁମାନଙ୍କୁ ପାଇବାକୁ ଚାହୁଁଛନ୍ତି ତାହେଲେ ରାମ ରାମ
ଜପ କରନ୍ତୁ। ମହାମନ୍ତ୍ର ଜପ କରନ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜୟ ଶ୍ରୀରାମ।